ପ୍ରିୟ ଆତ୍ମନ୍ ବାଳକ ଓ ଯୁବକଙ୍କୁ ହସିବା ଖେଳିବା ଓ ଆନନ୍ଦରେ ଡେଉଁଥିବାର ଦେଖି କିଛି ସାଧୁସନ୍ଥ ଓ ମହାତ୍ମା କହନ୍ତି ଯେ ଏହି ଅଜ୍ଞାନୀ ମୂର୍ଖ ଓ ଅବୁଝାଙ୍କୁ ଏହା ଜଣା ନାହିଁ ଯେ ଏହାଙ୍କୁ ଦିନେ ମରିବାର ଅଛି। କାଳ ମୁଣ୍ଡ ଉପରେ ନାଚୁଛି, ଯାହାର କୌଣସି ଠିକଣା ନାହିଁ ଯେ କେବେ ଆସିଯିବ। ପ୍ରକୃତ କଥା ଏଇଆ ଅଟେ ଯେ ଏପରି ସାଧୁସନ୍ଥ ସ୍ୱୟଂ ଅଜ୍ଞାନୀ ଅଟନ୍ତି। ଯେ ଅମର, ଅବିନାଶୀ, ଅନାଦି ଓ ଅନନ୍ତ ଅଟେ, ସେ କାଳ ଓ ମୃତ୍ୟୁର ଖାତିର କରି ନପାରେ। ଆମ୍ଭେମାନେ ସ୍ୱରୂପରେ ହିଁ ଆନନ୍ଦମୟ ଅଟୁ। ସେହି ଆନନ୍ଦମୟ ସଚିତାନନ୍ଦ ଓ ଆନନ୍ଦ କନ୍ଦର ସୁଖରେ ବୁଲିବା ଓ ଆନନ୍ଦର ସହ ଡେଇଁବା ତଥା ଚିନ୍ତାରହିତ ହୋଇ ପ୍ରସନ୍ନତାର ସହ ହସି ହସି ରହିବା ସ୍ୱାଭାବିକ ଅଟେ। ଆମ୍ଭକୁ ଶାନ୍ତିର ସହ ବସିବାକୁ ଦିଅନ୍ତୁ, ନିଶ୍ଚିନ୍ତ ହୋଇ ବୁଲିବାକୁ ଦିଅନ୍ତୁ ଓ ଆନନ୍ଦର ସହ ଡେଇଁବାକୁ ଓ ହସିବାକୁ ଦିଅନ୍ତୁ। ସଂସାରର କୌଣସି ଅଣୁ କେବେ ନାଶ ହେବ ନାହିଁ। ଅବିନାଶୀଠାରୁ ଉତ୍ପନ୍ନ ହୋଇଥିବା ସମସ୍ତେ ଅବିନାଶୀ ଅଟନ୍ତି। ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ସୂର୍ଯ୍ୟର ନାଶ ହୁଏ ନାହିଁ। ସ୍ଥୂଳ ବୃକ୍ଷ କିଛି ଦିନ ପରେ ସୂକ୍ଷ୍ମ ବୀଜ ରୂପରେ ଆସିଯାଏ। ଏହି ବୀଜ ପୁଣି ବୃକ୍ଷ ହୋଇଯାଏ। ସୂକ୍ଷ୍ମ ଶରୀରରୁ ସ୍ଥୂଳ ଉତ୍ପତ୍ତି ହୋଇଛି। ସ୍ଥୂଳ ପୁଣି ସୂକ୍ଷ୍ମ ରୂପରେ ଅଦୃଶ୍ୟ ହୋଇଯାଏ। ମୃତ୍ୟୁ ନା ଆତ୍ମାର ହୋଇଥାଏ ନା ଶରୀରର। ବିନା ଶରୀରରେ ଆତ୍ମା ରହିପାରେ ନାହିଁ। ଆଜି ଯାଏଁ କେହି ଶରୀର ରହିତ କୌଣସି ଆତ୍ମାର ଅନୁଭବ କରିନାହିଁ। ଆତ୍ମା ସର୍ବଦା ଶରୀରରେ ରହେ, ଭଲେ ତାହା ସୂକ୍ଷ୍ମ ହେଉ ବା ସ୍ଥୂଳ। ଆତ୍ମା ଅବିନାଶୀ ଅଟେ ତ ଶରୀର ବି ଅବିନାଶୀ ଅଟେ। ଏହି ଜୀବନ ଓ ମୃତ୍ୟୁର ତତ୍ତ୍ୱକୁ ବୁଝନ୍ତୁ। ସବୁ ଚିନ୍ତା, ସବୁ ବିପତ୍ତି, ସବୁ ଶୋକ ଓ ମୋହ ମେଣ୍ଟିଯିବ ଓ ଆପଣଙ୍କର ହୃଦୟ ଶାନ୍ତ, ପ୍ରସନ୍ନ ତଥା ଆନନ୍ଦମୟ ହୋଇଯିବ। ଯେପରି କ୍ଷୀରର ଭିତରୁ ଘିଅ ବାହାର କରି ନିଅନ୍ତି, ଯେପରି ମଞ୍ଜିରୁ ଶିଙ୍କ ବାହାର କରି ଅଲଗା କରି ଦିଅନ୍ତି, ଠିକ୍ ଏହିପରି ସ୍ଥୂଳ ଶରୀରରୁ ସୂକ୍ଷ୍ମ ଶରୀର ଅଲଗା ହୋଇଯାଏ। ଜୀବିତ ସମୟରେ ସୂକ୍ଷ୍ମ ଓ ସ୍ଥୂଳ ଦୁଇଟି ଶରୀର ରହିଥାଏ। ମୃତ୍ୟୁ ପରେ ସୂକ୍ଷ୍ମ ଶରୀରରେ ଆତ୍ମା ନିବାସ କରେ। ଆତ୍ମା କେବେ ବିନା ଶରୀରରେ ରହେ ନାହିଁ। ବିଦେହୀ ମୁକ୍ତ ଆତ୍ମା ବି ସୂକ୍ଷ୍ମାଦି ସୂକ୍ଷ୍ମ ଶରୀରରେ ରହେ। ସୂକ୍ଷ୍ମ ଶରୀରର ଅନ୍ୟ ନାମ ସଂକଳ୍ପ ବା ମନୋମୟ ଶରୀର। ଆତ୍ମା ଓ ଆତ୍ମାର ସଂକଳ୍ପ ସର୍ବଦା ସାଥିରେ ରହିବ ସଂକଳ୍ପ ରୂପବାନ ପଦାର୍ଥ ଅଟେ। ଭଲେ କାରଣ ଶରୀର ହେଉ ବା ସୂକ୍ଷ୍ମ ଶରୀର, ଭଲେ ସୂକ୍ଷ୍ମ ଶରୀର ହେଉ ବା ସ୍ଥୂଳ ଶରୀର ହେଉ, କୌଣସି ନା କୌଣସି ଶରୀର ଆତ୍ମାର ସହିତ ସବୁ ସମୟରେ ରହେ। ବିନା ଶରୀରର ଆତ୍ମା ଆଜି ଯାଏଁ ନା କେଉଁଠି ଦେଖାଯାଇଛି, ନା ଶୁଣାଯାଇଛି, ନା ଅନୁଭବରେ ଆସିଛି। ଆତ୍ମା ହିଁ ଅମର ନୁହେଁ, ଶରୀର ବି ଅମର ଅଟେ। ଆପଣ ଅମର ଓ ଅବିନାଶୀ ଅଟନ୍ତି। ଆପଣଙ୍କୁ ମୃତ୍ୟୁ, ରୋଗ, ଦୋଷ, ବିପତ୍ତି ଓ ପାପ ଛୁଇଁ ସୁଦ୍ଧା ପାରିବେ ନାହିଁ। ଏହି ବାସ୍ତବିକ ତତ୍ତ୍ୱ ଉପରେ ବହୁତ ବିଚାର କରନ୍ତୁ। ଯଦି ଏହି ତତ୍ତ୍ୱକୁ ବୁଝିଯିବେ, ତେବେ ହୃଦୟର ଭିତରେ ଏକ ଅପୂର୍ବ ଶାନ୍ତି ଓ ଆନନ୍ଦର ଅନୁଭବ ହେବ। ଯେପରି ସ୍ୱପ୍ନରୁ ମନୁଷ୍ୟ ଜାଗି ଉଠେ ବା ଜାଗିଥିବା ମନୁଷ୍ୟ ଶୋଇଯାଏ, ଠିକ୍ ଏହି ରହସ୍ୟ ଜୀବନ ଓ ମୃତ୍ୟୁର ଭିତରେ ଲୁଚି ରହିଛି। ସ୍ୱପ୍ନରୁ ଜାଗିବା ପରେ ସ୍ୱପ୍ନର କଥା ମନେ ଥାଏ, କିନ୍ତୁ ସ୍ୱପ୍ନରେ ଜାଗିଥିବା କଥା ବା ଅନ୍ୟ ସ୍ୱପ୍ନର କଥା ମନେ ନଥାଏ। ଠିକ୍ ଏହିପରି ଏହି ଜୀବନରେ ଅନ୍ୟ ଜନ୍ମର କଥା ମନେ ରହିନଥାଏ। ଯଦି ଅସଂଖ୍ୟ ଜନ୍ମର କଥା ମନେ ରହିଥାନ୍ତା ତ ଏ ଜନ୍ମ ବା ଏ ଜୀବନ ଏତିକି ସୁଖମୟ ହୁଅନ୍ତା ନାହିଁ। ସ୍ୱପ୍ନରେ ଯଦି ଜାଗ୍ରତ ଅବସ୍ଥାର କଥା ମନେ ରୁହନ୍ତା, ତେବେ ମନୁଷ୍ୟ କେବେ ସୁଖର ନିଦ ଶୋଇପାରୁନଥାନ୍ତା। ଅନେକ ଜନ୍ମର କଥା ମନେ ନ ରହିବା, ଏହା ହିଁ ରହସ୍ୟ। ଆପଣ ସ୍ୱୟଂ ସବୁର କାରଣ। ସବୁ ନିୟମ ଓ ନୀତି ଆମ୍ଭର ତିଆରି। ଜୀବନ ଓ ମୃତ୍ୟୁର ପୂର୍ବୋକ୍ତ ସିଦ୍ଧାନ୍ତକୁ ତତ୍ତ୍ୱର ସହ ବୁଝନ୍ତୁ। ବିନା ଏହାକୁ ବୁଝି ହୃଦୟକୁ ପ୍ରକୃତ ଶାନ୍ତି ଆସିପାରିବ ନାହିଁ। ସ୍ୱପ୍ନର ଶରୀର ସୂକ୍ଷ୍ମ ହୋଇଥାଏ ଓ ଜାଗ୍ରତ ଅବସ୍ଥାରେ ସ୍ଥୂଳ।
ସ୍ୱପ୍ନର ଶରୀରକୁ ଆମ୍ଭେ ନିତ୍ୟ ପ୍ରତ୍ୟକ୍ଷ ଦେଖିଥାଉ। ସ୍ୱପ୍ନର ଗୋଡ଼ ଯେତେବେଳେ ଦୌଡ଼ୁଥାଏ ସେତେବେଳେ ଏହି ସ୍ଥୂଳ ଗୋଡ଼ ହଲୁ ହିଁ ନଥାଏ। ସ୍ୱପ୍ନର ହାତ ସ୍ୱପ୍ନରେ ଗ୍ରହଣ କରୁଥାଏ ଆଉ ଏହି ସ୍ଥୂଳ ହାତ ପଡ଼ି ରହିଥାଏ। ସ୍ୱପ୍ନରେ ସ୍ୱପ୍ନର ସୂକ୍ଷ୍ମ ଆଖି ଦେଖେ ଆଉ ଏ ସ୍ଥୂଳ ଆଖି ବନ୍ଦ ରହିଥାଏ। ଏହି କଥାଗୁଡ଼ିକର ଅନୁଭବ ଏହା ସିଦ୍ଧ କରୁଛି ଯେ ସ୍ୱପ୍ନର ସୂକ୍ଷ୍ମ ଶରୀର ଅଲଗା ଅଟେ। ଏହା ଏକ ଅନ୍ୟ ଶରୀର କିନ୍ତୁ ଅଟେ ଆମ୍ଭର ହିଁ। ଏହିପରି ହୋଇଥାଏ ବି ଯେପରି ଏହା ଜାଗ୍ରତ ଅବସ୍ଥାରେ ସତ୍ୟ ଜଣାପଡ଼େ। ନିଜେ ନିଜ ଅବସ୍ଥା ପାଇଁ ଦୁହେଁ ସତ୍ୟ ଓ ଉପଯୋଗୀ ଅଟନ୍ତି। ସ୍ଥୂଳ ପରେ ସୂକ୍ଷ୍ମ ଶରୀର ମିଳିଥାଏ ଆଉ ସୂକ୍ଷ୍ମ ପରେ ସ୍ଥୂଳ। ଶରୀର ଓ ଆତ୍ମା ଦୁହେଁ ଅମର ଅଟନ୍ତି। ଜାଗ୍ରତ ଅବସ୍ଥାରେ ଯେବେ କାମ କରି କରି ମନୁଷ୍ୟ ଥକିଯାଏ ତେବେ ଶୋଇଯାଏ, ଆଉ ଯେବେ ଶୋଇ ଶୋଇ ଥକିଯାଏ ତ ଜାଗି ଉଠେ। ଜୀବନ ମରଣର ଏହା ହିଁ ରହସ୍ୟ। ଏହାକୁ ତତ୍ତ୍ୱରେ ବୁଝନ୍ତୁ। ଏହା ଉପରେ ବହୁତ ବିଚାର କରନ୍ତୁ। ଯେଉଁ କଥା ଏଠାରେ କୁହାଯାଇଛି ତାହା ବହୁତ ହିଁ ସୂକ୍ଷ୍ମ ରୂପରେ ଅଛି। ଆପଣଙ୍କର ଶରୀର ବି ବହୁତ ପବିତ୍ର ଓ ଅମର ଅଟେ। ବିନା ଆପଣଙ୍କର ଇଚ୍ଛାରେ ଏହାକୁ ମୃତ୍ୟୁ ବି ଛୁଇଁ ପାରିବ ନାହିଁ। ଆପଣଙ୍କର ଇଚ୍ଛା ଓ ଆତ୍ମା ସାଧାରଣ ବସ୍ତୁ ନୁହେଁ। ଏହା ସେହି ସିଦ୍ଧାନ୍ତ, ଏହା ସେହି ତତ୍ତ୍ୱ ଯାହାକୁ ଜାଣି ମନୁଷ୍ୟ ସୁଖ ହିଁ ନୁହେଁ ପ୍ରକୃତ ଶାନ୍ତି ଅନୁଭବ କରେ। ଏକ ହିଁ ମନୁଷ୍ୟ ପ୍ରଥମେ ଶିଶୁ ଥିଲା, ବାଳକ ଥିଲା, ପୁଣି ସେ ହିଁ ଯୁବକ ଓ ପୁଣି ବୃଦ୍ଧ ହୁଏ। ଏହା ପ୍ରତ୍ୟକ୍ଷ ଅଟେ। ଏଥିରେ ପ୍ରମାଣର ଆବଶ୍ୟକତା ନାହିଁ ଯେ ଆମ୍ଭେ ଆଗେ ଶିଶୁ ଥିଲୁ। କିନ୍ତୁ ପିଲାଦିନର କଥା, ଯେବେ ଆପଣ 1ରୁ 6 ବର୍ଷର ଥିଲେ, ଆପଣଙ୍କର ସ୍ମରଣ ନାହିଁ ତ ଆପଣ କ'ଣ ଶିଶୁ ହିଁ ନଥିଲେ? ପଶୁଙ୍କର ଛୁଆମାନେ ଜନ୍ମ ହଉ ହଉ ଯେପରି ଯେପରି ଚେଷ୍ଟା ସବୁ କରୁଥାନ୍ତି ସେଥିରୁ ଏହା ସ୍ପଷ୍ଟ ସିଦ୍ଧ ହୁଏ ଯେ ତାଙ୍କର ଏହି ସଂସ୍କାର ବହୁତ ପୁରୁଣା ଅଟେ। ନହେଲେ ଜନ୍ମ ନେଇ ହିଁ ଏ କଥା ସବୁ ଆସୁନଥାନ୍ତା। ବାଳକ ଜନ୍ମ ନେଲେ ହିଁ ପୂର୍ବ ଜନ୍ମର କଥା ସ୍ୱପ୍ନରେ ସ୍ମରଣ କରି ଦେଖି ହସୁଥାଏ। କାହିଁକି ନା ଏହି ଜନ୍ମରେ ବା ଜାଗ୍ରତ ଅବସ୍ଥାରେ କେବେ ହସେ ନାହିଁ, ନା ସେ କଥାକୁ ବୁଝିପାରେ ଯାହା ଉପରେ ହସାଯାଏ। ଅବସ୍ଥା ଓ ଦଶା ବଦଳି ବଦଳି ଯାଏ କିନ୍ତୁ ମନୁଷ୍ୟ କେବେ ମରେ ନାହିଁ। କିନ୍ତୁ ଆତ୍ମା ଅନ୍ୟ ସହ ମିଶେ ବି ନାହିଁ। ସମସ୍ତଙ୍କର ଅଲଗା ଅଲଗା ଅସ୍ତିତ୍ୱ ଅଛି। କାହାରି ମୃତ୍ୟୁ ହୁଏ ନାହିଁ। ଜାଗ୍ରତ ଅବସ୍ଥା ଓ ସ୍ୱପ୍ନ ଅବସ୍ଥା ପରି ଜୀବନ ଓ ମରଣର ଏକ ଅବସ୍ଥା ଅଛି। ଏହି ଜ୍ଞାନକୁ ବୁଝନ୍ତୁ। ଏହି ଜ୍ଞାନ ଶାନ୍ତି, ସୁଖ ଓ ପ୍ରକୃତ ତଥା ସ୍ଥାୟୀ ଆନନ୍ଦର କଞ୍ଚି ଅଟେ। ଆଲୋକ ଏକ ସୂକ୍ଷ୍ମ ବସ୍ତୁ। ଏହା କୌଣସି ଆଧାର ଉପରେ ପଡ଼େ ତ ଏହାକୁ ଦେଖି ହୁଏ। ଘର ଭିତରକୁ ଝରକା ବାଟ ଦେଇ ଆଲୋକର ରେଖା ନିରାଧାର ଉଜ୍ଜଳ ହୋଇ ଦୃଷ୍ଟିଗୋଚର ହୁଏ, କିନ୍ତୁ ଏହା ମଧ୍ୟ ନିରାଧାର ନୁହେଁ। କୋଠରୀ ଭିତରେ ଯେଉଁ ଧୂଳିକଣା ଉଡ଼ୁଥାନ୍ତି ତାଙ୍କ ଉପରେ ପଡ଼ିବା କାରଣରୁ ତାହା ଉଜ୍ଜଳ ଦିଶେ। ଆଲୋକ ବିନା ଆଧାରରେ ହୁଏ ନାହିଁ। ଏହିପରି ଆତ୍ମା ବି କେବେ ବିନା ଶରୀରରେ ରହେ ନାହିଁ। ଜୀବିତ ସମୟରେ ଯେପରି ସ୍ଥୂଳ ଶରୀରରେ ରହେ, ଠିକ୍ ସେହିପରି ମରିବା ପରେ ବି ସୂକ୍ଷ୍ମ ଶରୀରରେ ରହେ। ସୂକ୍ଷ୍ମ ଶରୀର ସେହିପରି ହିଁ ହୋଇଥାଏ ଯେପରି ତା ଆଗରୁ ସ୍ଥୂଳ ଶରୀର ଥିଲା ଓ ପୁଣି ଜନ୍ମ ନେବା ପରେ ସ୍ଥୂଳ ଶରୀର ସେପରି ହିଁ ହୋଇଥାଏ ଯେପରି ସୂକ୍ଷ୍ମ ଶରୀର ଥିଲା। ଏଥିରେ କିଛି କିଛି ପରିବର୍ତ୍ତନ ବି ହୋଇଥାଏ। ଜାଗ୍ରତ ଅବସ୍ଥାରେ ଯେପରି ଶରୀର ହୋଇଥାଏ ସେହିପରି ହିଁ ସ୍ୱପ୍ନର ଶରୀର ହୁଏ ଓ ସ୍ୱପ୍ନର ଅନୁସାରେ ଜାଗ୍ରତ ଅବସ୍ଥାରେ। କିନ୍ତୁ କେବେ କେବେ ବା କ୍ରମଶଃ ପରିବର୍ତ୍ତନ ବି ହୁଏ। ଯଦି ଏହି ଚକ୍ରରେ ଇଚ୍ଛା ଶକ୍ତି ଓ ନିଜର ସଂକଳ୍ପର ପ୍ରୟୋଗ କରା ନଯାଏ ତେବେ ଏହା ନିୟମାନୁସାରେ ହୋଇଚାଲେ। କିନ୍ତୁ ଇଚ୍ଛା ଶକ୍ତି, ଆତ୍ମବଳ ଓ ଯୋଗ ବଳରେ ଏହି ଚକ୍ରକୁ ବନ୍ଦ କରିପାରିବା। ଆମ୍ଭେ ଏହି ଶରୀରକୁ ଯେ ଯାଏଁ ଚାହିଁବା ସେ ଯାଏଁ ରଖିପାରିବା। ବିନା ସତ୍ୟ ଜ୍ଞାନରେ ମନୁଷ୍ୟ ଜୀବନ ମୁକ୍ତ ହୋଇପାରେ ନାହିଁ। ଆଉ ଯେ ଯାଏଁ ଆପଣ ଜୀବନ ମୁକ୍ତ ହୋଇନାହାନ୍ତି ସେ ଯାଏଁ ପ୍ରକୃତ ଆନନ୍ଦ, ପ୍ରକୃତ ସୁଖ ଓ ପ୍ରକୃତ ଶାନ୍ତିର ଅନୁଭବ କରିପାରିବେ ନାହିଁ।